କିଛି ଦିନ ପରେ କମିବ ଥଣ୍ଡାର ପ୍ରକୋପ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଉତ୍ତର ପଶ୍ଚିମ ଭାରତରେ ଆସନ୍ତା 2 ଦିନ ପାଗ କୌଣସି ପରିବର୍ତ୍ତନ ହେବ ନାହିଁ। ମାତ୍ର 2 ଦିନ ପରେ ତାପମାତ୍ରା 2 ଡିଗ୍ରୀ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 2 ଦିନ ମଧ୍ୟରେ ପୂର୍ବ ଭାରତରେ ସର୍ବନିମ୍ନ ତାପମାତ୍ରା ବିଶେଷ କରି ପରିବର୍ତ୍ତନ ହେବ ନାହିଁ। ମାତ୍ର ଏହି 2 ଦିନରେ ସାମାନ୍ୟ ହ୍ରାସ ହୋଇପାରେ। ଦେଶରେ ଅନ୍ୟ ସ୍ଥାନମାନଙ୍କରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ 19 ଜାନୁଆରୀରେ ପଞ୍ଜାବ ଓ ହରିୟାଣା କିଛି ସ୍ଥାନରେ ଶୀତ ଲହରୀ କାରଣରୁ ଶୀତ ପରିମାଣ ଅଧିକ ରହିବ। ସିକିମ, ଆସାମ, ଅରୁଣାଚଳ ପ୍ରଦେଶ, ଦକ୍ଷିଣ ତାମିଲନାଡୁ, ଲକ୍ଷାଦ୍ୱୀପ ଓ ଆଣ୍ଡାମାନ ଓ ନିକୋବର ଆଦି ସ୍ଥାନରେ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ବିହାର, ପଶ୍ଚିମ ଉତ୍ତର ପ୍ରଦେଶ, କିଛି ସ୍ଥାନରେ ହରିୟାଣା ଓ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଉତ୍ତରାଖଣ୍ଡ, ପଶ୍ଚିମ ରାଜସ୍ଥାନ ଓ ଉତ୍ତର ମଧ୍ୟପ୍ରଦେଶ ଶୀତ ଲହରୀ ସ୍ଥିତି ଜାରି ରହିବ। ପଞ୍ଜାବ କେତେକ ସ୍ଥାନରେ ଭୀଷଣ ଶୀତ ଲହରୀ ଜାରି ରହିଛି। ସେହିପରି ହରିୟାଣା, ପଞ୍ଜାବ, ପଶ୍ଚିମ ରାଜସ୍ଥାନ, ବିହାର କିଛି ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ କିଛି ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। କାଶ୍ମୀର ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଉଛି। ଗୋଟିଏ ଦିନ ପରେ ପୁଣି ଶୀତ ଲହରୀ ପ୍ରଭାବ ଜାରି ରହିବ।